ତୋର ସେ ଟାଇମ୍ 5:30 ହେଲା ତ ରାତି ସାରା ମୋତେ ନିଦ ଲାଗୁନି। ଆକ୍ଚୁଆଲି ମୋ ଜିପିଏସ୍ ସେଠି ପଡ଼ିଛି, ଯେଉଁ ଜାଗାରେ ପଡ଼ିଥିଲା ଆକ୍ଚୁଆଲି ସେଠୁ ବାହାରିକି ଆସିକି ଆଉ ଗୋଟେ ଜାଗାରେ ପଡ଼ିଛି ରୋଡ଼ ସାଇଡ଼୍ରେ ମୋତେ ଦେଖାଉଛି। ମୁଁ ଆପଣଙ୍କୁ ଦେଖାଉଛି ଲୋକେସନ୍ ଆଉ ଥରେ। ତ ରାତିରେ 4-5 ଥର ମୁଁ ରାତି 8ଟା ହେବ ସେଥିରେ ଭଏସ୍ ମନିଟର୍ କରି ଛାଡ଼ିଥିଲି। ଗୋଟେ ରୋଡ଼ ସାଇଡ଼୍ରେ ପଡ଼ିଥିଲା ତ ଗାଡ଼ି ଯିବା ଆସିବା ସାଉଣ୍ଡ ଶୁଣାଯାଉଥିଲା। ଦେଖନ୍ତୁ ଜିପିଏସ୍ ଟ୍ରାକର୍ ଗୋଟେ ରୋଡ଼ ସାଇଡ଼୍ରେ ପଡ଼ିଛି ଦେଖାଉଛି ମ୍ୟାପ୍ରେ। ମୁଁ କ'ଣ ପ୍ରଥମେ ବିଲ ଭିତରେ ଖୋଜୁଥିଲି, ଏବେ ରୋଡ଼ ସାଇଡ଼୍କି ଆସିବି ତ ମୋତେ ହେଲା ଯେଉଁ ଗଛରେ ଲାଖିଥିଲା ଯାହାଫଳରେ ଏବେ ଲାଷ୍ଟକୁ ଆସିଲା ତାକୁ ଗୋଟେ ମେସେଜ୍ ଛାଡ଼ିଥିଲେ। ଶୁଣିବା କ'ଣ ଶୁଣାଯାଉଛି ଆପଣ ଶୁଣିବା ଯେଉଁ ସାଉଣ୍ଡଟା ହେଉଛି ହେଉଛି ଭଏସ୍ ମନିଟରିଂ ସାଉଣ୍ଡ। ବର୍ତ୍ତମାନ ସାଇକେଲ ନେଇ ଯାଉଛି ପାଖାପାଖି ମୋତେ 5-6 କିଲୋମିଟର ଦୂରକୁ ଯିବାର ଅଛି। ଟିକେ ଜଲ୍ଦି ଯିବାର ମାନେ ସକାଳୁ ଉଠି ନେଇକି ପଳେଇବ ମୋ ଡିଭାଇସ୍ଟାକୁ। ତ ଫ୍ରେଣ୍ଡ ଶୀତ ବହୁତ ଜୋର ଲାଗୁଛି, ସକାଳ ସମୟଟା ତ ଥଣ୍ଡା ବି ପ୍ରବଳ। ତ ସେ ବର୍ତ୍ତମାନ ଧୀରେ ଧୀରେ ସୁନସିଟ୍ ହେଉଛି ଏପଟ ସାଇଡ଼୍ରେ ଆପଣ ଦେଖିପାରୁଥିବେ। ଶୀତ ଟିକେ ଲାଗୁଛି, ଏ ଶୀତ କମିଲା ସାଇକେଲ ଚଲେଇ ଆସିଲେ ଗରମ ଲାଗୁଛି। ଆମେ ଦେଖିବାକୁ କେଉଁଠି ଜାଗାରେ ଅଛି। ଓକେ, ଧୀରେ ଧୀରେ ସୁନସିଟ୍ ଆପଣ ଦେଖିପାରୁଥିବେ ଜହ୍ନ ବି ଦେଖାଯାଉଛି। ଆଉ କିଛି ସମୟରେ ଜହ୍ନ ବି ଉଡ଼ିଯିବ ସୂର୍ଯ୍ୟକିରଣ ମାଧ୍ୟମରେ। ବର୍ତ୍ତମାନ ଏଇ ଜାଗାରେ ଅଛି ଆପଣଙ୍କୁ ଦେଖାଯାଉଥିବ। ଏଇଠି କେଉଁଠି ପଡ଼ିଛି, ଏଇ ଆଖପାଖ ଏରିଆରେ କେଉଁଠି ପଡ଼ିଛି ଦେଖିପାରୁଥିବେ। ଏଇଠି କେଉଁଠି ହିଁ ପଡ଼ିଛି ତ ଭାବରେ ଜଣାପଡ଼ୁନି। ଏଇଟା ଗୋଟେ ଲୋକେସନ୍ ଟ୍ରାକର୍ ଛାଡ଼ିବା ଭଏସ୍ ମନିଟରିଂ ମେସେଜ୍ କରିପାରିବା କିଆ। ବର୍ତ୍ତମାନ ଗୋଟେ ମେସେଜ୍ ଆସିଲା, ମୁଁ ଶୁଣୁଛି ସେ କ'ଣ। ଦୂରରେ ଗୋଟେ ରକେଟ୍ ପଡ଼ିଲା ଭଳି ମୋତେ ଲାଗୁଛି। ସେ ଦୂରରେ ଲାଗୁଛି ମୋତେ କ'ଣ ଗୋଟେ ପଡ଼ିଲା ପରିକା। ସେତିକି। ଆଉ ଗୋଟେ ରିକ୍ୱେଷ୍ଟ ପଠେଇଲି ତାକୁ ମୁଁ ବର୍ତ୍ତମାନ ଏବେ। ତ ଆପଣ ଦେଖିବେ ସେ ଯେଉଁ ହ୍ୱାଇଟ୍ କଲର୍ ଦେଖାଯାଉଛି ମୋତେ ଲାଗିଲା ମୋ ରକେଟ୍ ଏଠି ପଡ଼ିଛି ବୋଲି। ଦେଖନ୍ତୁ ତ ଫ୍ରେଣ୍ଡସ୍, ଏଇ ଅଖାଟା ଦେଖି ମୋତେ ଲାଗିଲା ରକେଟ୍ ଆମର ପଡ଼ିଛି ବୋଲି। ତ ଚାଲୁଛି ଆମେ ଏବେ ଲୋକେସନ୍ ଟ୍ରାକ୍ କରିକି ଧରିବା ଏଇ ଆଖପାଖ ଏରିଆରେ ହିଁ କେଉଁଠି ପଡ଼ିଛି ପ୍ରପର୍ଲି। ତ ପ୍ରଥମେ ଯେଉଁ ସାଉଣ୍ଡ ରହୁଥିଲା କାଲି ଆପଣ ଯେଉଁ ସାଉଣ୍ଡ ମୁଁ ଶୁଣୁଥିଲି ସେ ସାଉଣ୍ଡ ଆକ୍ଚୁଆଲି କ'ଣ କେଉଁଠି କେଉଁ ଗଛରେ ଲାଗିଯାଇଛି ଆଉ ପବନ ତାକୁ ବାଡ଼ୁଥିଲା ଯାହାଫଳରେ ସାଉଣ୍ଡ ହେଉଥିଲା। ରାତି 7ଟା 7:30 8ଟାରେ ଯେତେବେଳେ ଚେକ୍ କଲି ମୁଁ ତ ମୋତେ କ'ଣ ଅଲଗା ପରେ ସାଉଣ୍ଡ ହେଲା। ଆଉ ସେତେବେଳେ ବହୁତ ଜୋର ସାଉଣ୍ଡ ହେଉଥିଲା ପବନ ସାଉଣ୍ଡଟା, ଏବେ ନର୍ମାଲ୍ ସାଉଣ୍ଡ ହେଲା। ମୋତେ ଲାଗୁଛି ଏଇ ଆଖପାଖରେ ହିଁ କେଉଁଠି ପଡ଼ିଛି। ସେତେବେଳେ ଗଛ ଲାଗି ରକେଟ୍ ତାକୁ ବାଡ଼ଉଥିଲେ ଯାହାଫଳରେ ସେ ସାଉଣ୍ଡ କରୁଥିଲା। ଏବେ ଆଉ ଗୋଟେ ମେସେଜ୍ ଆସିଲା। ଜିପିଏସ୍ ବର୍ତ୍ତମାନ ୱାର୍କିଂ କରୁଛି, ଚାର୍ଜ ବି ଅଛି। ଟୋଟାଲ୍ ଫୁଲ୍ ଚାର୍ଜ କରିକି ଆଣିଥିଲି, ଏବେ 2ଟା ଖାଟି ସରିଯାଇଛି। ଆଉ ଦେଖିପାରୁଥିବେ ଆଖପାଖରେ କେହି ବି ନାହାନ୍ତି। ଏବେ ମୋତେ କହୁଛି ଆଉ ଆଗକୁ ଯିବା ପାଇଁ। ତ ଚାଲନ୍ତୁ ଯିବା। ବର୍ତ୍ତମାନ ଷ୍ଟାର୍ଟ କଲି। ଆଉ ଗୋଟେ 650 ମିଟର ଯିବାର ଅଛି। ମୋତେ ଲାଗୁଛି ଏଇଠି କେଉଁଠି ପଡ଼ିଛି। ଆପଣମାନେ ଭଲରେ ଦେଖନ୍ତୁ, ଏଇ ଆଖପାଖରେ ହିଁ କେଉଁଠି ପଡ଼ିଛି। କାଲି ମୁଁ ୟାର ଭିତରେ ପଶିକି ଖୋଜୁଥିଲି, ଏଇ ଯେଉଁ ଗ୍ରାଉଣ୍ଡଟା ଭିତରେ ମୁଁ କାଲି ଖୋଜୁଥିଲି ପାଇଲିନି। ଆପଣ ଦେଖିପାରୁଥିବେ এইপଟ ସାଇଡ଼୍ରେ ଆକ୍ଚୁଆଲି କେଉଁଠି ପଡ଼ିଛି। ବର୍ତ୍ତମାନ ଏଇ ଭିତରେ ବର୍ତ୍ତମାନ କେଉଁଠି ପଡ଼ିଛି ଦେଖୁଛି, ଏଇ ଭିତରେ ହିଁ କେଉଁଠି ପଡ଼ିଛି ଦେଖିପାରୁଥିବେ। ଏପଟ ସାଇଡ଼୍ରେ 200 ମିଟର ମାନେ ଏଇଠୁ
मत पुणी 200 मीटर भितर को जीवार अच्छे बर्तमान मैप देखो आप देखो देख तो आउ टे आगे जीवार अच्छे देखो ये साइड पे कौटी पड़ी मैप रे गोटे मिनट आउ थे ट्राक कर साइकेल लाइट रहा देखिए यहीपटे साइड रे कौटी पड़ी देखो तो जीपीएस जो मिल से आखपाखे ही मोर रॉकेट भी मिल रॉकेट मिलला माने जीपीएस भी मिले कन्फर्म। अरे भाई तो फ्रेंड्स ये भीतर देखो भीतर कौटी पड़ी गोटे जिनसा अच्छे खोजुची गोटे रकेट छाड़ी गोटे जीपीएस लगे काली सन्ध्या बेला उड़ेली आ सूता गुड़ौले 4 मिनट सूता छाड़ देते आम लक्ष्य ना हाथ खसीला छाड़ हाथ खसी खसी संपूर्ण पलैसी सी तो फ्रेंड्स आप हाँ धरा पड़ेनि कहीं तो आप देखिए रकेट रकेटा तो पाइलु हाँ ये पड़ी आगे तो आप देखिए रकेटा मत मिलला रकेट ये पड़ी आप देखिए ये हूँ रकेट तो जीपीएसटा ये कौटी ही पड़ी थी। अरे बाप रे तो फिर सूता प्रबल देखो ओह कि सूता तो आप देखिए फाइनाली रकेट तो आमको मिल देखिए संपूर्ण रकेट संपूर्ण ओदा हो लांज भी छिड़गला भिड़ला समय लांज छिड़गला संपूर्ण कुहुड़ी पड़ी संपूर्ण ओदा हो देखिए चिरी किसी समय पर यहाँ ये था खरा बाजिले ठीक हो नंबर भी लिखाई देखिए जब मुझे न आसता किए आसी एटा नहीं पड़े था खराब पड़े आसो तो जीपीएस ट्राकटा भी भितर कौटी पड़ी ये भितर मत देखुच कौन कहल ये किए भितर पड़ला देखिए एत बड़ किए अच्छी ये किए भितर कौटी पड़ी सूता ये तो आप देखिए ये हूँ सूता ये तो आप देखिए आम जीपीएस ट्राक बर्तमान ये पड़ी देखो आप देखिए ये हूँ आम जीपीएस ट्राक जहाँ हो फाइनाली आम जीपीएस ट्राक मिलगला ये संपूर्ण एक्टिव अच्छे भी आपको संपूर्ण वाटर प्रूफ करते भाविली आगे आगू कहते रोड पड़े फाटी जाता तो भाग्य भल मिलगला जीपीएस ट्राक परफेक्टली वर्क भी कर प्रथम देखुँ वॉइस मॉनिटरिंग करके देखो रिक्वेस्ट करुँचे प्रबल अच्छे तो फ्रेंड्स आप देखिए जीपीएस ट्रैकर बर्तमान परफेक्टली काम कर लाइट भी जलिया ऑप्शन भी लाइट भी जल दाग दाग रात होती जना पड़ोनी कि लाइटा रात बेलून 4-5टा लगी ना तो फ्रेंड्स आप देखिए बर्तमान आमर जहाँ खोजुली बर्तमान मिलगला तो काली से जगह मिल जाता जो खोजुली मुझे मत काली मिल था बट रकेट ऊपर उड़ूला रात मत देखा जाता कि भॉइस मॉनिटरिंग चले जहाँ भी कथा सब से रेकर्डिंग कर देते देख ये हूँ सूता रकेट देख किसी भी नहीं परफेक्ट अच्छे देखिए ये हूँ आम जीपीएस ट्राक तो ये बर्तमान मत मेसेज आसला देखो आप शुणु तब से जो मेसेज मत छाड़ा एक्चुअली जीपीएस ट्रैक मत मेसेज छाड़ा
ମାନେ ଜିପିଏସ୍ ଟ୍ରାକ୍ ଆକ୍ଟିଭ୍ ଅଛି। ଭାଗ୍ୟ ଭଲ ନର୍ମାଲ ଜାଗାରେ ପଡ଼ିଲା, ଟିକେ ସ୍ପଞ୍ଜ ଟାଇପ୍ର ଅଛି। ତାପରେ ବି ରକେଟ୍ ଅଛି ତ ରକେଟ୍ ତାକୁ ଅଧା ରଖିଦେଲା ଭିଡ଼ିକି। ସେପଟେ ଯେତେବେଳେ ସେ ଉଡ଼ି ଉଡ଼ି ଆସିଲା ପରେ କ'ଣ ହେଲା ନା ଗୋଟେ ଗଛରେ ଲାଗିଗଲା ସେଇପଟେ ସାଇଡ଼୍ରେ। ବହୁତ ବଡ଼ ସୂତା ନା, ଦେଖିପାରୁଥିବେ ଲମ୍ବା ସୂତା ଏପର୍ଯ୍ୟନ୍ତ ପୁରାପୁରି ସୂତା ଲମ୍ବିଛି। ଆପଣ ଦେଖିପାରୁଥିବେ, ଦେଖନ୍ତୁ ସୂତା ଲମ୍ବି ସମ୍ପୂର୍ଣ୍ଣ ସେ ଲାଷ୍ଟ ପର୍ଯ୍ୟନ୍ତ ଆପଣ ଦେଖିପାରୁଥିବେ। ଦେଖିଲେ ତ ସମ୍ପୂର୍ଣ୍ଣ ଲାଷ୍ଟ ପର୍ଯ୍ୟନ୍ତ ଲମ୍ବି। ତ ରକେଟ୍ ସେପଟେ ସାଇଡ଼୍ରେ କେଉଁଠି ଲାଗିଯିବାରେ କ'ଣ ହେଲା ନା ରକେଟ୍ ଉପରେ ଉଡ଼ିଲା। ଯେଉଁ ସାଉଣ୍ଡଟା ମୋତେ ଆସୁଥିଲା ବହୁତ ଜୋର ଭଁ ସାଉଣ୍ଡ ହେଉଥିଲା। ଓକେ, ବହୁତ ଜୋର ସାଉଣ୍ଡଟା ହେଉଥିଲା। ତ କିଛି ସମୟ ପରେ କ'ଣ ନା ରକେଟ୍ ଯେତେବେଳେ ୱେଟ୍ ଜିନିଷ ଲାଗିଛି ନା ସେଥିରେ, ତାପରେ ସେ ବାଡ଼େଇ ସେଇଟା ଅଟୋମେଟିକ୍ ସେଥିରେ କ'ଣ ସୂତା ଛିଡ଼ିଗଲା। ପବନ ବାଡ଼ିଛି ନା ବହୁତ ଜୋର, ସୂତା ଛିଡ଼ିଗଲା। ତ ଛିଡ଼ିଯିବା ଭିତରେ ସେ ଉଡ଼ିକି ଆସିକି ଏଇଠି ପଡ଼ିଲା। ଏଇଠି ପଡ଼ିବା ଭିତରେ ଭାଗ୍ୟ ଭଲ ଟିକେ ଆଗକୁ ହେଇଥିଲେ କରେଣ୍ଟ ତାର ଅଛି, ଆପଣ ଦେଖିପାରୁଥିବେ। ଇଏ ହେଉଛି କରେଣ୍ଟ ତାର, ଭାଗ୍ୟ ଭଲ କରେଣ୍ଟ ତାର ଯଦି ଲାଗିଥାନ୍ତା ମୋ ରକେଟ୍ ନଷ୍ଟ ହେଇଯାଇଥାନ୍ତା। ମୁଁ ଚେକ୍ କରୁଛି ଆକ୍ଚୁଆଲି ମୋ ଜିପିଏସ୍ କାଳେ ଆକ୍ଟିଭ୍ ନଥିବ, କଟି ଯାଇଥିବ। ମାନେ ଭାବନ୍ତୁ ମୁଁ ସେଠି ଚେକ୍ କଲି, ସେଠି ଯାଇକି ବୁଲୁଥିଲି, ମୋତେ ଏବେ ଏଠି ଦେଖେଇଲା। ଫ୍ରେଣ୍ଡସ୍ ଆପଣ ଦେଖିପାରୁଥିବେ ସୂତା ରକେଟ୍ ଆମର ସେଠି ପଡ଼ିଛି ଆଗରେ, ସେ ସାଇଡ଼୍ରେ। ଏଇ ଯେଉଁ ସୂତା ମୁଁ ଟିକେ ସୂତା ସାଇଡ଼୍ରେ ଯାଉଛି। ତେଣୁ ସେ ବର୍ତ୍ତମାନ ମୁଁ ଟିକେ ସୂତା ସାଇଡ଼୍ରେ ଯାଉଛି। ଆମ ରକେଟ୍ଟା କେଉଁଠି ଲାଗିଥିଲା ଆକ୍ଚୁଆଲି ଟିକେ ମୁଁ ଦେଖିବାକୁ ଚାହୁଁଛି। ସାପ ବି ପ୍ରବଳ ଅଛନ୍ତି, ତଥାପି ଭୟ ଲାଗୁଛି। ମର୍ଣ୍ଣିଂ ଟାଇମ୍ ତ, ତେଣୁ ଶାନ୍ତି ବି ଟିକେ ଅଲଗା ପ୍ରକାର ଏଠି। ସୂତାଟା ଏଇ ଉପରେ ଲାଗିକି ଉଡ଼ୁଥିଲା। କାଲି କ'ଣ କହିଲ ପବନ ବାଡ଼େଇଛି, ନହେଲେ ପବନଟା କମିଯାଇଛି। ଦୁଇଟା ତ ଯାହା ହେଲେ ଗୋଟେ ହେଇଥିବ। ସେଟାକୁ ଭିଡ଼ିକି ଏଠି ପକେଇ ଦେଇଛି। ପୁରା କୁହୁଡ଼ି ଆପଣ ଦେଖିବେ, ସେପଟେ ସନସେଟ୍ ହେଉଛି। ଆଉ ଚାରିଆଡ଼େ କୁହୁଡ଼ି ମାନେ କୁହୁଡ଼ି, କିଛି ବି ଦେଖାଯାଉନି। ଦେଖନ୍ତୁ ସୂତା ବର୍ତ୍ତମାନ ଆମର ଏଇଟା ଅଛି। ଦେଖନ୍ତୁ ରକେଟ୍ ସୂତା ଦେଖିପାରୁଥିବେ କେମିତି ଟାଣି ହେଇକି ପଡ଼ିଛି, ଦେଖିବା। ଦେଖନ୍ତୁ ଇଏ ଯାକ ରକେଟ୍ ସୂତା ଦେଖିଲେ, ଦେଖନ୍ତୁ ସମ୍ପୂର୍ଣ୍ଣ। ଓହୋ, ତେଣୁ ସେଇ ଗଛରେ ଆକ୍ଚୁଆଲି ସୂତା ଲାଗିଯାଇଛି, ଆପଣ ଦେଖିପାରୁଥିବେ। ଦେଖନ୍ତୁ ଇଏ ହେଉଛି ଆମ ସୂତା। ତେଣୁ ଆପଣ ଦେଖିପାରୁଥିବେ ଏତେ ଉପରେ, ଦେଖନ୍ତୁ ଆପଣ ଦେଖିବେ ସୂତାଟା ୟାରି ଉପରେ ପଡ଼ିଯାଇଛି। ଦେଖନ୍ତୁ ଓହ, କେତେ ଉପରକୁ ପଳେଇଲା ସୂତା, ଦେଖନ୍ତୁ କେତେ ଉପରକୁ ସୂତା ପଳେଇଲା, ଦେଖିଲେ। ଦେଖନ୍ତୁ ଏଇଠି ଏଇ ହେଉଛି ସୂତା ଆମର, ଦେଖିଲେ। ଇଏ ହେଉଛି ଆମ ସୂତା ଏଇ ସାଇଡ଼୍ରେ ପଡ଼ିକି। ଇଏ ଆମ ସୂତା ଉପରେ ଅଛି, ମୁଁ ଟିକେ ଭିଡ଼ିକି ଆଣୁଛି। ବେକ କେଜି ବିନ୍ଧା ହେଉଛି ବହୁତ। ଦେଖିପାରୁଥିବେ ଇଏ ହେଉଛି ଆମ ସୂତା ରକେଟ୍। ସେ ଜାଗା ଛାଡ଼ିଥିଲି ମୁଁ, ତ ସେପଟେ ସାଇଡ଼୍ରେ ଏମିତି ଉଡ଼ିକି ଆସି ଏପଟେ ପଡ଼ିଛି। ଯାହା ହଉ ଫାଇନାଲ୍ ରକେଟ୍ ତ ଆମକୁ ମିଳିଗଲା। କାଲି ମୁଁ ସେପଟେ ଖୋଜୁଥିଲି, ସିଆଡ଼େ ଖୋଜୁଥିଲି କାଲି ମୁଁ। ତ ଓକେ, ଦେଖିବା କେତେ ସୂତା ଯେତେ ଭିଡ଼ିଲେ ବି ବାହାରିବନି। ଦେଖନ୍ତୁ କେତେ ସୂତା ଅଛି, ଭିଡ଼ିଲେ ବାହାରିବନି। ଦେଖିପାରୁଥିବେ ଆପଣ ଦେଖିପାରୁଥିବେ ସେ ଆଗରେ ଯେଉଁ ଗଛ ଦେଖାଯାଉଛି, ସେ ଗଛରେ ଆକ୍ଚୁଆଲି ଲାଗିଛି ସୂତା। ଲାଗିବା ପରେ କ'ଣ ହେଲା ନା ଗଛ ଲାଗି କିଛି ସମୟରେ ଉଡ଼ିଲା, କୁହୁଡ଼ି ପଡ଼ିବା ଭିତରେ ରକେଟ୍ ଅଟୋମେଟିକ୍ ତଳକୁ ଆସିଲାରି। ତ କିଛି ଏମିତିକା ସିଷ୍ଟମ୍ରେ ମୋ ରକେଟ୍ ଲ୍ୟାଣ୍ଡ କରିଛି। ତ ମୋତେ ଲାଗୁଛି ତିନିଟା ପ୍ରକାର ହେଇପାରେ। ପ୍ରଥମେ ଯେତେବେଳେ ଆସିଲେ ମୁଁ ରକେଟ୍ ଖୋଜିବା ପାଇଁ ପ୍ରଥମେ କେଉଁ ଗଛରେ ଲାଗିଥିଲା ଆଉ ଉପରେ ଉଡ଼ୁଥିଲା। ମୋତେ ଟ୍ରାକ୍ରେ ଶୋ କରୁଥିଲା ରକେଟ୍ ଏଇ ଆଖପାଖରେ କେଉଁଠି ଅଛି ବୋଲି, କିନ୍ତୁ ଖୋଜିଲି ପାଇଲିନି। ମୁଁ ଭୟରେ ସାପ ଭୟରେ ପଡ଼ିଲି। ତା କିଛି ସମୟରେ କ'ଣ ହେଲା, ପବନଟେ ବହୁତ ଜୋର ହେଇଛି, ଯାହାଫଳରେ କେଉଁଠି ଲାଗିଯାଇଛି। ଲାଗିବା ପରେ ଉପରେ ଉଡ଼ିବା ପରେ ଉପରୁ ପୁଣି କୁହୁଡ଼ି ପଡ଼ିଛି। କୁହୁଡ଼ି ପଡ଼ିବା ଭିତରେ କ'ଣ ହେଇଛି ନା ରକେଟ୍ ଧୀରେ ଧୀରେ ତଳକୁ ଆସିଛି। ପବନ ପଡ଼ିଯାଇଥିଲା ରାତିରେ 9ଟା 10ଟା ପରେ, ରକେଟ୍ ଅଟୋମେଟିକ୍ ତଳକୁ ଆସିଛି। ଏବେ ଆସି ରକେଟ୍ ବର୍ତ୍ତମାନ ଲ୍ୟାଣ୍ଡ କରିଛି ତଳେ। ତ ତାର କିଛି ଲ୍ୟାଣ୍ଡ କିଛି ଅଲଗା ଟାଇପ୍ର ଥିଲା। ଆପଣମାନେ କହିପାରିବେ ଟିକେ, ମାନେ ଆମର ରକେଟ୍ କ୍ରାସ୍ କରିଥିଲା। ଦେଖିପାରୁଥିବେ କିଛି ଏଇ ଟାଇପ୍ର ବର୍ତ୍ତମାନ ସେ ପଡ଼ିଛି। ଆଉ ଏତେ ପରଫେକ୍ଟଲି ପଡ଼ିଛି ଯେ ରକେଟ୍ରେ କିଛି ବି ହେଇନି। ଭାବୁଥିଲି ଚିରିଯିବ ବୋଲି, ମୁଁ ତା ଲାଞ୍ଚଟାକୁ ଭିଡ଼ିଲି, ଚିରିଗଲା। ବଟ୍ ରକେଟ୍ ଆକ୍ଚୁଆଲି ପରଫେକ୍ଟ ଥିଲା। ଚିରିଲା ଏଥିପାଇଁ କାରଣ କୁହୁଡ଼ି ପଡ଼ିକି ଓଦା ହେଇଯାଇଥିଲା। ଆପଣ ଦେଖିପାରୁଥିବେ ରକେଟ୍ ବର୍ତ୍ତମାନ ପରଫେକ୍ଟଲି ଅଛି। ଦେଖିଲେ ରକେଟ୍ ବର୍ତ୍ତମାନ ପରଫେକ୍ଟ। ଏଇ ଯେଉଁ ମେସେଜ୍ ଲେଖିଥିଲି ଏଇଟା କାଟିକି ନେଇ ପଳେଇବି, ନହେଲେ ଲୋକ ମୋତେ କଲ୍ କରିବେ, କହିକିନା 500 ଟଙ୍କା ଦେ, ତମର ରକେଟ୍ ପାଇଛି। ଦେଖିପାରୁଥିବେ କିଛି ଏମିତି ସିଷ୍ଟମ୍ ଅଛି। ସୂତା ପ୍ରବଳ ଅଛି। ସେପଟେ ଜିପିଏସ୍ ପଡ଼ିଥିଲା, ଇଏ ହେଉଛି ରକେଟ୍। ତେଣୁ ସେଇ ରକେଟ୍ଟା ପାଖାପାଖି 5 କିଲୋମିଟର ଦୂରରେ ଆସିକି ପଡ଼ିଛି। କାହିଁକିନା 5-6ଟା ବିଣ୍ଡିଲ୍ ଛାଡ଼ିଥିଲେ ସୂତା, ସେଇଥିପାଇଁ ଏତେ ଦୂର ଆସିଛି। ଆଉ ପବନ ବି ବହୁତ ଜୋର ହେଉଥିଲା। ତ କେତେବେଳେ ଇଏ ଥିଲା ଆଜି ଏ ଭିଡ଼ିଓ ଆସୁଛି। ଆପଣଙ୍କୁ ଭିଡ଼ିଓ ଭଲ ଲାଗିଥିବ, ତାପରେ ସମସ୍ତଙ୍କୁ ଭିଡ଼ିଓ ଭଲ ଲାଗେ, ଆପଣ ସମସ୍ତେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଦେଖା ହେବ ଆପଣଙ୍କ ସାଥିରେ ଆଉ ଗୋଟେ ନୂଆ ଭିଡ଼ିଓ, କିଛି ନୂଆ ଟପିକ୍ରେ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ଜୟ ଓଡ଼ିଶା।
ଆପଣ ସମସ୍ତଙ୍କୁ ଦିଲ୍ ସେ ଲଭ୍ ୟୁ। ବାଏ ବାଏ। କୋଉଠି କେମିତି ଉଡ଼ିକି ଦେଖନ୍ତୁ ଆପଣମାନେ।